କାହାର ବା ସାଧ୍ୟ ଶକ୍ତି ରହିଛି ସାମର୍ଥ୍ୟ ରହିଛି ତେଣୁ ପଥର ଆପଣଙ୍କ ସ୍ୱପ୍ନ ଥିଲା ଠିକ ସୁରକ୍ଷିତ ହେଇଥିଲା ଯେତେବେଳେ ପଥରକୁ ଆପଣ ଫିଙ୍ଗି ଦେଲେ ପାଣିକି ପଥର ହରି ଛଡା ହେଇଗଲା ମାରେ ହରି ତୋର ଫେକି ଆପଣ ଯାହାକୁ ମାରିବେ ତାକୁ ସଂସାର ରକ୍ଷା କଲା ବାଲା କେହି ନାହିଁ ମୋର ଭଲ ଖବ ଛଳ ଭଗବାନ ସ୍ୱାମୀ କି ଆପଣ ପଥର କେବେ ପଥର ବୁଲିଯିବା ଆପଣଙ୍କ ବିଧାନରେ ବ୍ୟତିକ୍ରମ ହେଇଥାନ୍ତା ପ୍ରଭୁଙ୍କ ବିଧାନଟା ହଉଛି ବଡ ଗୌରଙ୍ଗ ଭାଇ ସହିତ ମୁଁ ଆଲୋଚନା କରୁଥିଲି ବୋଲି ସତ୍ସଙ୍ଗ ପ୍ରବଚନ ଠାକୁରଙ୍କର କଥା ଜ୍ଞାନ ଭାଗବତ ରାମାୟଣ ମହାଭାରତ ଏ ଗୀତା ଚାରିଆଡେ ପ୍ରବଚନ ଏମିତି ବହୁତ ବର୍ଷ ଅନେକ ବର୍ଷ ଧରି ପ୍ରବଚନ ଚାଲିছে ସତ୍ସଙ୍ଗ ଆଜି ନୂଆ ହଉନି ଠାକୁରଙ୍କର ଆବିର୍ଭାବ ଧରାଧାମରେ ହେଲା ଯେ ଠାକୁରଙ୍କ ଠାରୁ ଏଇ ସତ୍ସଙ୍ଗ ଚାରିଆଡେ ହଉଛି ଏ କଥା ନୁହେଁ ଠାକୁରଙ୍କ ପୂର୍ବରୁ ମଧ୍ୟ ସତ୍ସଙ୍ଗ ଚାରିଆଡେ ହଉଥିଲା ନା ନାହିଁ ପ୍ରଭୁ କଥାର ସତ୍ସଙ୍ଗ ହେଉଥିଲା କିନ୍ତୁ ଠାକୁର ଯେତେବେଳେ ଆସି ଯେଉଁ ସତ୍ସଙ୍ଗର ଆୟୋଜନ କଲେ ସେ ସତ୍ସଙ୍ଗ ଅନ୍ୟ ସତ୍ସଙ୍ଗ ବିଷୟରେ ଫରକ କଣ ତଫାତ କଣ ଗୌରାଙ୍ଗ ଭାଇ ସହିତ ମୁଁ ଆଲୋଚନା କରୁଥିଲି ଧ୍ୟାନ ଦେବେ ଏ କଥା ଉପରେ ସେ ସତ୍ସଙ୍ଗ ଏଇ ସତ୍ସଙ୍ଗ ଭିତରେ ଫରକ କଣ ମନେ ରଖନ୍ତୁ ଏ କଥା କାହିଁକି ଭାଗବତ ଲେଖିଛନ୍ତି ଏ କଥା କହିଲେ ବାବୁରେ ଖାଲି କଥା କହିଦେଲେ ହେବନି ବିଧାନ ଉପରେ ଗୁରୁତ୍ୱ ଦେବାକୁ ପଡିବ ସତ୍ସଙ୍ଗର ଶୈଳୀ କେମିତି ହେବା ଦରକାର ସତ୍ସଙ୍ଗ କେତେବେଳେ ଆରମ୍ଭ ହେବା ଦରକାର ଆଉ ସତ୍ସଙ୍ଗରେ ବସିବା ଶ୍ରୋତା ମାନେ କିଭଳି ଭାବରେ ଶୃଙ୍ଖଳିତ ହେଇ ବସିବେ କିଭଳି ମାନସିକତା ନେଇ ବସିବେ କିଭଳି ଭାବର ସହିତ ବସିବେ ଜାଣିଛନ୍ତି ଯେତେବେଳେ ସୁଖମଣି ସତ୍ସଙ୍ଗ କରୁଥିଲେ এই ସମୟରେ ଅନେକ ବସିଥିଲେ ସତ୍ସଙ୍ଗରେ ପରୀକ୍ଷିତ ମହାରାଜ ମଧ୍ୟ ବସିଥାନ୍ତି କହିଲେ ଏହାର ପାତ୍ରତା ଯୋଗ୍ୟତା ଅଛି କି ନାହିଁ ମୁଁ ଟିକେ ଜାଣି ପ୍ରକୃତରେ ଯୋଗ୍ୟତା ଅଛି କି ନାହିଁ এই ସମୟରେ ସାଧୁ ସନ୍ଥ ମାନେ ବହୁତ ଥାନ୍ତି ନା 88,000 ଋଷିମୁନି ମାନେ ବସିଥାନ୍ତି ସାରଣ୍ୟରେ এই ସମୟରେ ଯେଉଁ ସାଧୁ ସନ୍ଥ ମାନେ ସବୁ କୁଡ଼ିଆ କରିକି ସବୁ ଥିଲେ ପ୍ରତିଦିନ କୁଡ଼ିଆରେ ରହନ୍ତି ସତ୍ସଙ୍ଗ